ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ବନ୍ଧନକୁ ନିଆରା ଢଙ୍ଗରେ ପାଳନ କରିଛି ସମ୍ବାଦ ଆମ ଓଡ଼ିଶା। ଏହା ସହିତ ସମାଜକୁ ନିଶାମୁକ୍ତ କରିବାର ବାର୍ତ୍ତା ଦେଇ ନିଶା ନିବାରଣ ବ୍ରତ ମଧ୍ୟ ପାଳନ କରାଯାଇଛି। ବାଙ୍କୀ ବ୍ଲକ କଳାପଥର ସମ୍ବାଦ ପ୍ରତିନିଧି ମାନସ ରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କୃତ ସମାଜସେବୀ ଭାଗୀରଥୀ ଦାସ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ନରେଶ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ରାଜକିଶୋର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାଭିୟର ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପ୍ରଧାନ, ପଟ୍ଟଚିତ୍ର ଶିଳ୍ପୀ ରମେଶ ସାହୁ, ଆଲୋକ କୁମାର ସୁବୁଦ୍ଧି, ସଂଯୁକ୍ତା ପଣ୍ଡା, ନାଟ୍ୟଗୁରୁ ଧ୍ରୁବଚରଣ ମହାପାତ୍ର ଓ ଗାନ୍ଧୀ କୃଷକ ନେତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ରାକ୍ଷୀ ବାନ୍ଧି ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ, ସୁରକ୍ଷା ଓ ଭାଇଚାରାର ସମ୍ପର୍କକୁ ଆହୁରି ମଜବୁତ କରାଯାଇଥିଲା। କିନ୍ତୁ ଏହି ରାକ୍ଷୀ କେବଳ ଭାଇ ଭଉଣୀଙ୍କ ସମ୍ପର୍କରେ ପ୍ରତୀକ ହୋଇ ରହିନଥିଲା, ଏହା ପାଲଟିଥିଲା ଏକ ସାମାଜିକ ସଂକଳ୍ପର ପ୍ରତୀକ। ଠଣାପଲ୍ଲୀ ଗ୍ରାମର ଶତାଧିକ ଯୁବକ, ଯୁବତୀ ଓ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ପରେ ଚକୋଲେଟ୍ ଖୁଆଇ ନିଶାଠାରୁ ଦୂରେଇ ରହିବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ କରାଇଥିଲେ। ନିଶା ଯୁବପିଢ଼ି ଓ ପରିବାର ଉପରେ ପକାଉଥିବା କୁପ୍ରଭାବ ସମ୍ପର୍କରେ ସଚେତନ କରାଯିବା ସହ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ରାକ୍ଷୀର ପବିତ୍ର ବନ୍ଧନ ସହ ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ଠଣାପଲ୍ଲୀରେ ସମ୍ବାଦ ଆମ ଓଡ଼ିଶାର ଏହି ନିଆରା ପ୍ରୟାସ ଦେଇଛି ଏକ ଶକ୍ତିଶାଳୀ ସଚେତନର ବାର୍ତ୍ତା। ରାକ୍ଷୀ ବାନ୍ଧିବା, ସମ୍ପର୍କ ଯୋଡ଼ିବା ଏବଂ ନିଶାକୁ ଦୂରେଇ ରଖିବା। ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀର ଅତୁଟ ବନ୍ଧନର ଗୋଟିଏ ନିଦର୍ଶନ। ଏହାକୁ ସବୁଦିନ ପାଇଁ ମନେ ରଖିବା ପାଇଁ ଏହି ଗୋଟିଏ ଦିନକୁ ଆମେ ପାଳନ କରିଥାଉ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷାବନ୍ଧନ। ଏହା ହେଉଛି ବଡ଼ ଠାକୁର ବଳଭଦ୍ରଙ୍କର ଜନ୍ମଦିନ। ମନ୍ଦିରରେ ମଧ୍ୟ ପାଳନ କରାଯାଉଛି। ତେଣୁ ଭାଇ ହାତରେ ରାକ୍ଷୀ ବାନ୍ଧିଲା ପରେ ଭଉଣୀ ତାଙ୍କଠାରୁ ଭାଇଠାରୁ ଆଜି ପ୍ରତିଶ୍ରୁତି ପାଉଛି କ'ଣ ନା, ଭାଇ ତୋ ଜୀବନ, ତୋର ପରିବାର ଏବଂ ଆମର ପରିବାର ସମସ୍ତେ ଯଦି ଆମେ ନିଶାରୁ ମୁକ୍ତ ପାଇବା ତାହେଲେ ଉଭୟ ଭାଇ ଭଉଣୀଙ୍କର ପରିବାର ହସି ଉଠିବ। ତେଣୁ ଏହି ମାଧ୍ୟମରେ ସମ୍ବାଦର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କର ସମ୍ବାଦ ଫାଉଣ୍ଡେସନ ତରଫରୁ ତଥା ଆମ ଅଞ୍ଚଳର ଯୁବ ସାମ୍ବାଦିକ ମାନସ ରଞ୍ଜନ ସାହୁଙ୍କ ନେତୃତ୍ୱରେ ଗୋଟେ ଆୟୋଜନ କରାଯାଇଥିଲା। ଶତାଧିକ ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇଥିଲେ। ଏଥିରେ ରାକ୍ଷୀ ବନ୍ଧନ ସମ୍ପର୍କରେ ସମସ୍ତେ ଯେଉଁ ଅତିଥିମାନେ ଆସିଥିଲେ ସମସ୍ତେ ସମ୍ୟକ ସୂଚନା ଦେବା ସହିତ ନିଶା ମୁକ୍ତିକୁ ଜୋର ଦେଇଥିଲେ। ନିଶା ଦ୍ରବ୍ୟ ସେବନ କେମିତି ନ କରିବା, ପରିବାର କିପରି ଶାନ୍ତି ଶୃଙ୍ଖଳାରେ ରହିବ। ତେଣୁ ଆଜି ସମସ୍ତେ ଶପଥ ପାଠ ନେଲେ କେଉଁଠି ନା ଆମର ଠଣାପଲ୍ଲୀ ସ୍ଥିତ ଜାଭିୟର ଇଂଲିଶ ମିଡ଼ିୟମ ସ୍କୁଲରେ, ଯାହାର ଅଧ୍ୟକ୍ଷ ଅଛନ୍ତି ସୂର୍ଯ୍ୟକାନ୍ତ ପ୍ରଧାନ। ସେ ମହୋଦୟ ମଧ୍ୟ ଏଭଳି ଗୋଟେ ସଭାକୁ ଆୟୋଜନ କରିଥିବାରୁ ସେମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଆଗାମୀ ଦିନରେ ସବୁ ଅନୁଷ୍ଠାନ ମାନଙ୍କରେ, ଏଜୁକେସନାଲ ଇନଷ୍ଟିଚ୍ୟୁଟ୍ ମାନଙ୍କରେ ଏଇଭଳି କାର୍ଯ୍ୟକ୍ରମ ହେଲେ ଆୱାରନେସଟା ଟିକେ ବଢ଼ିଯିବ। ସମସ୍ତେ ଗ୍ରାମାଞ୍ଚଳରେ ମଧ୍ୟ ଏବଂ ସମାଜରେ ମଧ୍ୟ ଏହାର ଡେଭଲପ୍ ପାଇଁ ନିଶ୍ଚିତ ଗୋଟେ ବାର୍ତ୍ତା ଯିବ। ତେଣୁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ। ଆଜି ଭଳିଆ ପବିତ୍ର ଦିବସରେ ନିଶା ମୁକ୍ତିରୁ ରକ୍ଷା ପାଇବା ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ। ଏଇ ଭାଇମାନେ ଭଉଣୀମାନଙ୍କୁ ଏଇ କଥା ଦେଇକି ଆସିଛନ୍ତି, ଆମେ ଜୀବନରେ କେବେ ନିଶା ନେବୁ ନାହିଁ ବା ନିଶାରୁ ଆମେ ମୁକ୍ତି ହେଲେ ଆମ ପରିବାର ଶାନ୍ତି ପାଇବ। ତେଣୁ ଉଭୟ କୂଳ ହସିବା ପାଇଁ ଆଜି ନିଶାରୁ ଦୂରେଇ ରହିବା ପାଇଁ ଆଜି ଦୃଢ଼ ପ୍ରତିଶ୍ରୁତିବଦ୍ଧ ହୋଇ ସମସ୍ତେ ଘରକୁ ଫେରିଛନ୍ତି। ସାହୁ ଶିକ୍ଷାବିତ୍ ଏବଂ ଜଣେ ସମାଜସେବୀ ଭାବରେ କାର୍ଯ୍ୟ କରୁଛି। ଆମ ଅଞ୍ଚଳରେ ସମ୍ବାଦ ଫାଉଣ୍ଡେସନ ତରଫରୁ ଏ ଯେଉଁ କାର୍ଯ୍ୟକ୍ରମ ଆଜି ନିଆରା କାର୍ଯ୍ୟକ୍ରମ କରାଯାଇଥିଲା, ସେଥିପାଇଁ ମୁଁ ସମ୍ବାଦର ପରିବାରବର୍ଗଙ୍କୁ ସର୍ବପ୍ରଥମେ ଧନ୍ୟବାଦ ଦେବି। ରାକ୍ଷୀ ପୂର୍ଣ୍ଣିମାର ଅତୁଟ ବନ୍ଧନ ସହିତ ନିଶା ମୁକ୍ତିକୁ ସଂଯୋଗ କରି ଗୋଟେ ନିଆରା ଅଭିନବ ଯେଉଁ ଚିନ୍ତାଧାରା ସେମାନେ ଆୟୋଜନ କରିଛନ୍ତି, ସେଥିପାଇଁ ମୁଁ ତାଙ୍କ ପାଖେ କୃତଜ୍ଞ। ଏଥିରେ ଆଜି 100 ଜଣ ପୁରୁଷ ଏବଂ ସ୍ତ୍ରୀ ଲୋକ ଯୋଗ ଦେଇ ନିଶା ମୁକ୍ତିରୁ କେମିତି ସମସ୍ତେ ନିବୃତ୍ତ ରହିବେ ସେଥିପାଇଁ ଭଉଣୀମାନେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଶପଥ ପାଠ କରାଇଥିଲେ। ଏବଂ ଏ ଯେଉଁ କାର୍ଯ୍ୟକ୍ରମ ହୋଇଥିଲା ଠଣାପଲ୍ଲୀ ଜାଭିୟର ସ୍କୁଲରେ, ସେଥିପାଇଁ ଆମେମାନେ ନିଶ୍ଚିତ ଭାବରେ ସମ୍ବାଦ ପରିବାର ବର୍ଗ ତରଫରେ ଏ ଅଞ୍ଚଳ ତରଫରୁ ଋଣୀ ରହିବୁ। ଏଇ ଯେଉଁ ଅଭିନବ ଚିନ୍ତାଧାରାରେ ସମସ୍ତଙ୍କୁ ସାମିଲ କରି ଓଡ଼ିଶାକୁ ତଥା ଭାରତକୁ ଏଇ ଯେଉଁ ବାର୍ତ୍ତା ପ୍ରେରଣ କରିବ ସମ୍ବାଦ ପରିବାର ବର୍ଗ, ନିଶ୍ଚିତ ଭାବରେ ସେ ଧନ୍ୟବାଦ ଦେବ। ମୋ ନାଁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୋ ଘର ଠଣାପଲ୍ଲୀ। ଆମେ ହେଉଛୁ ଗାନ୍ଧୀ କୃଷକ ସଂଘରେ ରେଜିଷ୍ଟ କରିଛୁ 35 ଜଣ ନେଇକି। ଆଜି ଏଇ ଯେଉଁ ନିଶା ନିବାରଣରେ ଆଜି ବଳଭଦ୍ରଙ୍କର ଯେଉଁ ରାକ୍ଷୀ ପୂର୍ଣ୍ଣିମା ଦିନରେ ଯେଉଁ ନିଶା ନିବାରଣ କରିଛନ୍ତି ସାମ୍ବାଦିକମାନେ ଏବଂ
ସେମାନଙ୍କୁ ସେଇ ଭଗବାନଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ତାଙ୍କର ମଙ୍ଗଳ ହେଉ ଏବଂ ଚାଲିବା ପଥରେ ପୁଷ୍ପ ବୃଷ୍ଟି କରନ୍ତୁ। ଲୋକମାନଙ୍କୁ ସଚେତନା ଦେଇଥିବାରୁ ସେମାନଙ୍କୁ ଏଇ ଗାନ୍ଧୀ କୃଷକ ସଂଘ ତରଫରୁ ମୁଁ ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି। ଆହୁରି ଆଗକୁ କେମିତି ସେମାନେ ଆଗକୁ ଯାଇ ଲୋକଙ୍କୁ ସଚେତନା ଦେବା ପାଇଁ ମୋର ଅନୁରୋଧ। ବ୍ୟୁରୋ ରିପୋର୍ଟ, ସଂଘର୍ଷ टीवी।